ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ୱେଲକମ୍ ଟୁ ମାଇ ଚ୍ୟାନେଲ୍। ମୁଁ ଏପଟେ ଗୋଟେ କଢ଼େଇ ବସାଇ ଦେଇଥିଲି। ଯେତିକି ଦରକାର ମୋର ସେତିକି ତେଲ ନେଇଯାଇଛି। ଚିନି ପକାଇ ଟିକେ ମେଲ୍ଟ କରିଦେଇଥିଲି। ତାପରେ ପିଆଜ ରଖିଥିଲି କାଟିକି। ପିଆଜ ସବୁ ମୁଁ ତେଲରେ ଦେଇଥିଲି। ତାପରେ ଟିକେ କାଶ୍ମୀର ଲଙ୍କା ଗୁଣ୍ଡ ପକାଇ ଦେଇକି ସେଇଟା ଟିକେ ହେଇସାରିଲା ପରେ ମୁଁ ଟିକେ ଅଦା ରସୁଣ ପିଆଜ ପେଷ୍ଟ ଦେଇଥିଲି। ତାପରେ ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଦେଇକି ମସଲାଟାକୁ ଭଲସେ କଷି ଦେଇଥିଲି। ମସଲା ମୋର ଭଲସେ କଷି ଆସିଲା ପରେ ମୁଁ ମିଟ୍ ମସଲା ଆଡ଼୍ କରିଥିଲି। ମିଟ୍ ମସଲା ଆଡ଼୍ କରିକି ବହୁତ ଭଲସେ ଗୋଳେଇ ଦେଇଥିଲି। ତ ମସଲା ଏଠି ମୋର ହେଇସାରିଲା ପରେ, ମସଲା ସବୁ କଷେଇ ସାରିଲା ପରେ ମୁଁ ଟମାଟୋ ରଖିଥିଲି ଦୁଇଟା କାଟିକି ଟମାଟୋ ଦେଇଥିଲି। ବିକଜ୍ ମୁଁ ନୂଆ ଆଳୁଦମ୍ ଯେହେତୁ ବନାଉଥିଲି, ତ ଟମାଟୋ ତ ମେନ୍ ଏଥିରେ, ତ ଟିକେ ଖଟା ଲାଗିବା ପାଇଁ ସେଥିପାଇଁ ମୁଁ ଆଳୁ ରଖିଥିଲି ଆଗ ସିଝେଇକି ସବୁଯାକ ମସଲା ଦେଇଥିଲି। ମସଲା ହେଇସାରିଲା ପରେ ତାପରେ ଦେଖନ୍ତୁ ମୁଁ ଏମିତି ମାନେ କାଟି ନଥିଲି ନା, ଗୋଲ ଗୋଲ ଥିଲା, ସେଥିପାଇଁ ମୁଁ ପିଠା ଘରେ ଟିକେ ଏମିତି କାଟି ଦେଉଛି। ତ ଆଳୁ କଷାକୁ ଏମିତି ମୁଁ ବନାଏ। ତ ଆପଣମାନେ ଏମିତି ବନେଇକି ଟ୍ରାଏ କରନ୍ତୁ, ବହୁତ ହି ଟେଷ୍ଟି ଲାଗିବ। ତ ଏମିତି ଗୋଳେଇ ପୋଳେଇ ଭଲସେ କଷି ଦେଇକି ଯେତିକି ମୋର ପାଣି ଦରକାର ସେତିକି ପାଣି ଆଡ଼୍ କରିଦେଇଥିଲି। ପାଣି ଆଡ଼୍ କରିକି ତାକୁ ଭଲସେ ଫୁଟି ଦେଇଥିଲି। ତାପରେ ଦେଖନ୍ତୁ ଆଳୁଦମ୍ ପୁରା ମୋର ରେଡ଼ି ହେଇଯାଇଛି। ଆପଣମାନେ ବି ଘରେ ଏମିତି ବନେଇକି ଟ୍ରାଏ କରନ୍ତୁ ଆଉ ମୋତେ କମେଣ୍ଟ କରିବେ। ରହିଲି, ଜୟ ଜଗନ୍ନାଥ।